ଚିନ୍ତାରୁ ମୁକ୍ତି ପାଇବାର ଉପାୟ ଭାଗ 51 ଆଶାବାଦୀ ଦୃଷ୍ଟିକୋଣର ଚମତ୍କାରୀ ପ୍ରଭାବ। ସାର୍ ୱାଲ୍ଟର ସ୍କଟଙ୍କ ଉଦାହରଣ ଆମକୁ ପ୍ରେରଣା ଦିଏ। ସେ ଗୋଟିଏ ଛାପାଖାନା ଚଳାଇଲେ। ଏଥିପାଇଁ ତାଙ୍କ ଉପରେ ବହୁତ ଋଣ ହୋଇଗଲା। ସାଧାରଣ ମନୋବଳଯୁକ୍ତ ବ୍ୟକ୍ତି ସେତିକି ଋଣ ଭାରରେ ପାଗଳ ହୋଇଯାଇଥାନ୍ତା, କିନ୍ତୁ ୱାଲ୍ଟର ସ୍କଟଙ୍କ ମାନସିକ ଅବସ୍ଥାରେ ବିଚଳିତ ହେବାର କୌଣସି ଲକ୍ଷଣ ନଥିଲା। ସେ 30-40 ବର୍ଷ କାଳ ଉପନ୍ୟାସ ଲେଖି ସମ୍ପୂର୍ଣ୍ଣ ଋଣ ପରିଶୋଧ କରିଦେଲେ। ନୋବେଲ ଟମାସ ମଧ୍ୟ ଋଣର ସମ୍ମୁଖୀନ ହୋଇଥିଲେ। ସେ ନାନା ଦିଗରୁ ନିରାଶ ହୋଇଗଲେ, ତଥାପି ସେ କେବେ ଚିନ୍ତିତ ହୋଇନଥିଲେ, କାରଣ ସେ ଜାଣିଥିଲେ ଯେ ଋଣ ବିଷୟ ନେଇ ଚିନ୍ତା କଲେ ତାଙ୍କର ଉତ୍ପାଦକ ଏବଂ ସୃଜନାତ୍ମକ ଶକ୍ତି ପଙ୍ଗୁ ହୋଇଯିବ। ଋଣ ଦେଇଥିବା ଲୋକମାନେ ଚାରିପାଖରେ ବେଢ଼ିଯିବେ। ତେଣୁ ପ୍ରତିଦିନ ସକାଳେ ସେ ଗୋଟିଏ ଫୁଲ କିଣୁଥିଲେ ଓ ନିଜ କୋଟ୍ରେ ଲଗାଇ ଦେଉଥିଲେ। ମଧୁର ସଙ୍ଗୀତ ଗାଇ ଗାଇ ସେ ଭ୍ରମଣ କରିବା ଲାଗି ଅକ୍ସଫୋର୍ଡ ଷ୍ଟ୍ରିଟ୍ ଆଡ଼କୁ ଯାଉଥିଲେ। ତାଙ୍କ ମନରେ ଥିଲା ନିର୍ଭୟ ବୀରତ୍ୱ ଓ ଆଶାବାଦର ବିଚାର। ସେ କୌଣସି ବିଷମ ପରିସ୍ଥିତି ଆଗରେ ମୁଣ୍ଡ ନୁଆଉ ନଥିଲେ। ପରିସ୍ଥିତିକୁ ନିଜ ସପକ୍ଷରେ ଆଣିବା ପାଇଁ ଯୁକ୍ତି ଏବଂ ଚେଷ୍ଟା କରୁଥିଲେ। କ୍ରମଶଃ ଆଗାମୀ ଭାଗରେ ଆହୁରି ଆଗକୁ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।